ଭାଇ ଗୋଟେ କଥା କହିଲ, ଏଇ ଯୋଉ ନୂଆ ଷ୍ଟ୍ରେଞ୍ଜର ଫଟୋଗ୍ରାଫି ଭାରି ଟ୍ରେଣ୍ଡିଂ ରେ ଚାଲିଛି। ମାନେ ସତରେ ତମକୁ ଏଇ ଯୋଉ ଫଟୋଗ୍ରାଫର ମାନଙ୍କୁ ଝିଅ ଏମିତି ମାନେ ତମେ ଏମିତି ବୁଲୁଥାଅ, ତମକୁ ଗୋଟେ ଝିଅ ଦେଖା ହୁଏ, ତମକୁ ଭାରି ସୁନ୍ଦର ଲାଗିଥାଏ, ତମେ ପକେଟ ରେ କ୍ୟାମେରା ଧରିକି ବୁଲୁଥାଅ, ତାଙ୍କୁ କୁହ ଫଟୋ ଉଠେଇବା ପାଇଁ। ମାନେ ସତରେ ଏଇଟା ହୁଏ ନା ତମେ କିଛି ଚାହା ପାଣି ଖର୍ଚ୍ଚ ଦେଇକି ଝିଅ ମାନଙ୍କୁ ଡାକିଥାଅ? ନା ମୋର ଗୋଟେ ଡାଉଟ୍ ହଉଛି, ତମକୁ କଣ କେହି ପୁଅ ରାସ୍ତାରେ ସୁନ୍ଦର ଦେଖାଯାଆନ୍ତିନି? ଛାଡ, ମୁଁ ଭାଇ ନଣ୍ଡାଟା, ମତେ କେହି ପସନ୍ଦ କରିବନି, ଠିକ ଅଛି, ଫଟୋ ପାଇଁ ମୁଁ ଗୋଟେ ଭିଲିଆନ ଭଳିଆ ଦେଖାଯିବି। ଆଜିକା ଡେଟ୍ ରେ ଓଡିଶାରେ କଣ କେହି ସୁନ୍ଦର ପୁଅ ନାହାନ୍ତି ଗୋଟେ ଫଟୋ ଉଠେଇବା ପାଇଁ ତମେ କାହାକୁ ଡାକନି? ଖାଲି ତମ ଭାଗ୍ୟରେ ସୁନ୍ଦରିଆ ଝିଅ ଆଉ ପୁରା ୱେଲ୍ଡ ମେକଅପ୍ ହେଇକି ଆସିଥିବା ଝିଅ ତମକୁ ମିଳନ୍ତି ଖାଲି। ସତ କଥା କହିଲ। अरे बाप रे, ये तो धोती खोल रहा है। ତାପରେ ଏଇ ଯୋଉ ଝିଅ ଗୁଡାକୁ, ଓ ମାଇ ଗଡ୍, ଏତେ ସୁନ୍ଦର ଫଟୋ ମୁଁ ଦେଖିନଥିଲି, ଓ ମାଇ ବହୁତ ସୁନ୍ଦର ହେଇଛି। ହଁ, ତମେ ଇନଷ୍ଟାଗ୍ରାମ ରେ ପକେଇ ପାର, ଯୋଉ ଝିଅ ମାନେ କହୁଛ, ତମ ଓଭର ଆକ୍ଟିଂ ପାଇଁ 20 ଟଙ୍କା ଲେଖା କାଟିବାକୁ ପଡିବ। गजब बेइज्जती है। 50 ଟଙ୍କା ନୁହଁ, ତମକୁ ଟୋଟାଲ 50 ଟଙ୍କା ମିଳୁଥିବ, ତା ଦେହରୁ 20 ଟଙ୍କା କାଟିଦବା କଥା। କାହିଁକି ମୁଁ କହୁଛି, ଗୋଟେ ଭାଇ ଆମର କେମିତି ଝିଅ ମାନଙ୍କୁ ମେସେଜ କରନ୍ତି ଷ୍ଟ୍ରେଞ୍ଜର ଫଟୋଗ୍ରାଫି ପାଇଁ, ମୁଁ ସ୍କ୍ରିନସଟ ଲୋଡ କରୁଛି, ଦେଖ। ଏଇ ଯୋଉ ଝିଅ ମାନେ ଯୋଉ ରୋଲ କରୁନ ସବୁ, ଯୋଉ ଆଜ୍ଞା ଆମେ, ଓ ମାଇ ଗଡ୍, ଓ ମାଇ ଗଡ୍, ଏତେ ସୁନ୍ଦର ଫଟୋ ମୁଁ ଦେଖିନଥିଲି, ଏତେ ସୁନ୍ଦର ଫଟୋ। ଡାଉଟରିଆ ଗୁଡା ସବୁ ମିଛ କଥା। दीदी बी केयरफुल दीदी की भावे छे